ছোট রোল করছি ডক্টর রোল, ওটা ଆପଣ ଦେଖିଲେ ଜାଣିବେ କିନ୍ତୁ ଛୋଟ ରୋଲ ରେ ବି ସେ ବହୁତ ଇଫେକ୍ଟିଭ ଆଉ ବହୁତ ହି ବଢିଆ। ମତେ ଏଇ ଅଫରଟା ମୁଁ ମଡେଲିଂ କରେ, ସାର୍ ମତେ ସେଇଠୁ ଜାଣିଥିଲେ ମୋର ଟ୍ୟାଲେଣ୍ଟ କେତେ, ସେଇଠୁ ସାର୍ ମତେ ବାଛିଥିଲେ। ମତେ ତ ଲିଡ୍ ଆକ୍ଟ୍ରେସ ହବାର ଇଚ୍ଛା, ମୋର ବହୁତ ଇଚ୍ଛା। ମୁଁ ଛୁଆବେଳୁ ଡ୍ରିମ୍ ଦେଖିଥିଲି, ଆଜି ମୋ ଫର୍ଷ୍ଟ ମୁଭି। ବହୁତ ନମସ୍କାର, ମୁଁ ହେଲି ରିୟନା। ଗଣ୍ଡ ଭୈରବ ହଉଛି ଗୋଟେ ବହୁତ ହି ୟୁନିକ୍ ଆପଣଙ୍କର ମୁଭି, ଯୋଉଟା କି ଆପଣ ଆଜି ଦେଖିଲେ ଜାଣିପାରିବେ ଏଇଭଳିଆ ମୁଭି ଆମ ଓଡିଆ ଚଳଚ୍ଚିତ୍ରରେ ଆସିବା ବହୁତ ହି ଅସମ୍ଭବ ଜିନିଷ, କିନ୍ତୁ ଆମ ରମେଶ ସାର୍ ଏଇ ମୁଭିକୁ ଆଣିପାରିଛନ୍ତି। ଆଉ ଏଇଥିରେ ସବୁ ଆକ୍ଟର ବହୁତ ବହୁତ ପରିଶ୍ରମ କରିଛନ୍ତି, ସ୍ପେଶାଲି ଆମ ଦେବାଶିଷ ସାର୍। ସିଏ ବହୁତ କେଜି ବଢେଇଛନ୍ତି, ଇଭେନ୍ ବହୁତ କେଜି କମେଇଛନ୍ତି। ଏଇଟା ଗୋଟେ ଆକ୍ଟର ପାଇଁ ବହୁତ ହି ଚ୍ୟାଲେଞ୍ଜିଂ ପାର୍ଟ, ବଟ୍ ଆମ ଦେବାଶିଷ ସାର୍ ତାକୁ କରିକି ଦେଖେଇଛନ୍ତି। ତ ଗଣ୍ଡ ଭୈରବ ଆଜି ଆପଣ ଦେଖିଲେ ଜାଣିବେ କେତେ ୟୁନିକ୍, ଆଉ ଆମର ଅଲ୍ ଓଭର ୱାର୍ଲଡ ରେ ଆଇ ହୋପ୍ ଏଇଟା ସବୁଆଡେ ଏଇଟା ଭାଇରାଲ ହବ। ଆଉ ଏଇ ମୁଭି ବହୁତ ବହୁତ ଲୋକଙ୍କୁ ବହୁତ ଆପଣଙ୍କୁ ଖୁସି ଆଣ୍ଡ ଦେଖିଲେ ଲୋକ ଜାଣିବେ କି ଓଡିଆ ଚଳଚ୍ଚିତ୍ରରେ ବି ଏମିତି ମୁଭି ଆସିପାରେ। ମୋ ଚରିତ୍ର ଏଥିରେ ମୁଁ ବହୁତ ଛୋଟ ରୋଲ କରିଛି, ଡକ୍ଟର ରୋଲ, ଯୋଉଟା ଆପଣ ଦେଖିଲେ ଜାଣିବେ କିନ୍ତୁ ଛୋଟ ରୋଲ ହେଲେ ବି ସେ ବହୁତ ଇଫେକ୍ଟିଭ ଆଉ ବହୁତ ହି ବଢିଆ। ମତେ ଏଇ ଅଫରଟା ମୁଁ ମଡେଲିଂ କରେ, ସାର୍ ମତେ ସେଇଠୁ ଜାଣିଥିଲେ ମୋର ଟ୍ୟାଲେଣ୍ଟ କେତେ, ସେଇଠୁ ସାର୍ ମତେ ବାଛିଥିଲେ। ଆଉ ଏଇଥିରେ ଡକ୍ଟର ରୋଲ ବହୁତ ହି ଏମିୟତ ରୋଲ ଅଛି, ଯୋଉଟା କି ଆପଣ ଦେଖିଲେ ଜାଣି ମୁଁ ଆକୁ ରିଭେଲ କରିବିନି। ଆଉ ବହୁତ ହି ସୁନ୍ଦର ଛୋଟିଆ ରୋଲଟା କିନ୍ତୁ ବହୁତ ହି ଲୋକ ଦେଖିଲେ ଜାଣିବେ କି ଏତେ ଟ୍ୟାଲେଣ୍ଟ ଅଛି। ନାଇଁ ନାଇଁ, ନିହାତି ମୁଁ ଆଗକୁ ଆହୁରି ବହୁତ ଚଳଚ୍ଚିତ୍ର ଆସିବ, ମୁଁ ଗୋଟେ ପାର୍ଟ କରିବି, ଆଶା କରେ ଗୋଟେ ବଡ ହିରୋଇନ ବି ହେବି। ତ ଦେଖିଆ। ମତେ ତ ଲିଡ୍ ଆକ୍ଟ୍ରେସ ହବାର ଇଚ୍ଛା, ମୋର ବହୁତ ହି ଇଚ୍ଛା। ଆଣ୍ଡ ମୁଁ ଛୁଆବେଳୁ ଡ୍ରିମ୍ ଦେଖିଥିଲି, ଆଜି ମୋ ଫର୍ଷ୍ଟ ମୁଭି। ତ ମୁଁ ବହୁତ ଖୁସି ଅଛି, ମୋ ମା ବାପା ସମସ୍ତଙ୍କ ସପୋର୍ଟ ପାଇଁ ମୁଁ ଆଜି ଏତିକି ବାଟ ଆସିପାରିଛି।